ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତିଦିନ ଘରକୁ ଡାକିବ। କେବଳ 2ଟି ରସୁଣ କୁଲା ଏହି ଜାଗାରେ ରଖିଦିଅନ୍ତୁ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ଝିଅ ପଟେଇ ପାରିବେ, ବିବାହିତା ନାରୀକୁ ପଟେଇ ପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ 2ଟି ରସୁଣ କୁଲା ଏହି ଜାଗାରେ ରଖିବାର ଅଛି। ଗ୍ୟାରେଣ୍ଟି ଦେଉଛି ଯେମିତି ଆପଣ ରସୁଣ କୁଲା ଏହି ଜାଗାରେ ରଖିଦେବେ, ସେହି ସମୟଠାରୁ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ରାତିଦିନ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ ଚାଲନ୍ତୁ ଜାଣିବା। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। କେଉଁ ବି ସମୟରେ କରିପାରିବେ, କିନ୍ତୁ ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ଆପଣ ଏହି ବଶୀକରଣ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, 2ଟା ରସୁଣ କୁଲା ଆଣିବେ ଆଉ ଗୋଟିଏ ଛୁଞ୍ଚି ଆଣିବେ। ଗୋଟିଏ ରସୁଣ କୁଲାରେ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ, ଆଉ ଗୋଟିଏ ରସୁଣ କୁଲାରେ ନିଜର ନାମ ଲେଖିବେ। ନାମ ଲେଖିସାରିବା ପରେ ସେ 2ଟାକ ରସୁଣ କୁଲାକୁ ହାତରେ ମୁଠେଇକି ଧରିବେ ଆଉ ସେଇ ଝିଅର ନାମ 7 ଥର କହିବେ ଆଉ ନିଜର ନାମ 7 ଥର କହିବେ। ତାପରେ ସେ ରସୁଣ କୁଲାରେ ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ 2ଟାକ ରସୁଣ କୁଲାକୁ ଏକାଠି କରି ସେଥିରେ ଛୁଞ୍ଚିକୁ ଫୋଡ଼ିଦେବେ, ଯେମିତି ଛୁଞ୍ଚି 2ଟାକ ରସୁଣ କୁଲାରେ ଫୋଡ଼ି ହେଇକି ରହିବ। ଏତିକି କରିସାରିବା ପରେ ସେ ରସୁଣ କୁଲାକୁ ନେଇକି କୌଣସି ଏକ ଜାଗାରେ ଅଳ୍ପ ଟିକେ ମାଟି ଖୋଳିକି ପୋତିଦେବେ। ଗ୍ୟାରେଣ୍ଟି ଦେଉଛି ଏତିକି କରିକି ଦେଖନ୍ତୁ, ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।